ମୋ ନାଁ ଅନିଲ କୁମାର ମିଶ୍ର, ଷ୍ଟେସନ ଅଫିସର, ପଦମପୁର ଫାୟାର ଷ୍ଟେସନ। ହଁ, ଆମେ ଯେତେବେଳେ ଖବର ପାଇଲୁ 112 ରୁ କି ଜଣେ ବ୍ୟକ୍ତି ଗାଧୋଇଥିଲା ଗାଧୋଇଲା ସମୟରେ ଭାସି ଯାଇଛନ୍, ତ ତାପରେ ପରେ ଆମେ ଇମିଡ଼ିଏଟଲି ରେସ୍ପଣ୍ଡ କଲୁ, ସମ୍ବଲପୁରୀ ଗାଁକେ ପହଞ୍ଚିଲୁ। ପହଞ୍ଚିଲା ପରେ ଅଉ ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଗଲା। ଆରମ୍ଭ କଲା ପରେ ଆମେ ପ୍ରାୟ 2-3 କିଲୋମିଟର ନଦୀ ଭିତରକୁ ଗଲୁ, ଗଭୀର ଭିତରକୁ ଯାଇକି ଖୋଜାଖୋଜି କଲୁ, କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ତାପରେ ଏଗେନ୍ ପୁଣି କାଲି ମଧ୍ୟ ତାଙ୍କୁ ଖୋଜାଗଲା। ତ ଖୋଜିଲା ପରେ ମଧ୍ୟ ତାଙ୍କ ମଧ୍ୟ କାଲି ମଧ୍ୟ 3-4ଟା ଜାଗାରେ ଆମେ ଖୋଜିଲୁ, ଦରବେକେଲା ଖୋଜିଲୁ, ଲଗମୁଡ଼ା ଖୋଜିଲୁ, ଗାଁକୁ ମଧ୍ୟ ଗଲୁ, କିନ୍ତୁ ପତ୍ତା ମିଳିଲା ନାହିଁ। କିନ୍ତୁ ଆଜି ସକାଳୁ ପୁଣି ଜାଣିଲୁ ଯେ ସେ ଜଣେ କୁଲାଣ୍ଡି ଗ୍ରାମର ପାଖରେ ଥିବା ଇଏ ନଦୀଟା, ସେ ନଦୀରେ ସେ ଲାଗି ରହିଛନ୍ତି ଗୋଟେ ଗଛରେ। ତ ତାଙ୍କୁ ତାପରେ ଯାଇକି ଆମେ ଉଦ୍ଧାର କରିକି ଆଣିକି ପୋଲିସ କର୍ମଚାରୀ ଏବଂ ତାଙ୍କର ଫ୍ୟାମିଲି ମେମ୍ବରଙ୍କୁ ହସ୍ତାନ୍ତର କରିଥିଲୁ। ଆମ ଟୋଟାଲ ଟିମ୍ ମେମ୍ବର ଥିଲୁ 8 ଜଣ ଥିଲୁ। ଆଉ ଆମର ଓବିଏମ୍ ରବର ବୁଟ୍ ଯେନ୍ ଗଭର୍ଣ୍ଣମେଣ୍ଟ ସପ୍ଲାଏ, ତାପରେ ଏଗେନ୍ ଆମର ଯେନ୍ ଲାଇଫ୍ ବୟ ଲାଇଫ୍ ଜ୍ୟାକେଟ୍, ଏସବୁ ଜିନିଷ ଧରିକି ତାଙ୍କୁ ରୋପ୍ ଲାଇନ୍ ଦେଇକି ରେସ୍କ୍ୟୁ କଲୁ। ଆଉ